ଆଗକୁ ଆସୁଛି ସୁଦଶା ବ୍ରତ। ମାଙ୍କର ଅତି ପ୍ରିୟ ମଣ୍ଡା ପିଠା ଆମେ ନିଶ୍ଚୟ ତ ବନେଇବା। ଆଉ ଆପଣମାନେ କେମିତି ବନଉଛନ୍ତି ମୋ ଷ୍ଟାଇଲରେ ଥରେ ବନେଇକି ଦେଖନ୍ତୁ, ଦେଖିବେ ଆପଣଙ୍କର ମଣ୍ଡା ପିଠା ନା ପୁରା ଏମିତି କଅଁଳିଆ ଥୁଲଥୁଲିଆ ହେବ। ଆଉ ଆପଣଙ୍କ ମା ତ ପୁରା ଖୁସି ହେଇଯିବେ, ଆଉ ଆପଣଙ୍କ ଘର ଲୋକ ମଧ୍ୟ ବହୁତ ଖୁସି ହେଇଯିବେ। ଦେଖନ୍ତୁ ପୁରା ସଫ୍ଟ ହେଇଛି, ଆଉ ହାତରେ ଧରିଲେ ନା ମାନେ ଏମିତି ନାହିଁ କି ଗରମ ଅଛି ବୋଲି ହେଇଛି, ଥଣ୍ଡା ହେଲେ ମଧ୍ୟ ସେମିତି ରହିବ। ଚାଲନ୍ତୁ ଦେଖିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ମୁଁ 10 ପ୍ରକାର ମସଲା ହିଁ ନେଇଛି ପ୍ରଥମେ ଆମର ପୁରଟା ବନେଇବା ପାଇଁ। ସେଥିରେ ଅଛି ଖାଇବା କର୍ପୂର, ଆଉ ଗୁଜୁରାତି, ଅଳେଇଚ, ଗୋଲମରିଚ, ଲବଙ୍ଗ, ଜାଇଫଳ, ତେଜପତ୍ର ଆଉ ଡାଲଚିନି। ଆଉ ତା ସହିତ ଆପଣ ସହିତ ଗୁଡ଼ ନେଇଛି, ଆଉ କିଛି ନଡ଼ିଆର କୋରା ନେଇଛି। ମାନେ ଏମିତି ହେଇକି ଟୋଟାଲ୍ ମୋର 10 ପ୍ରକାର ନେଇଛି। ପ୍ରଥମେ ମୁଁ ଚାଉଳକୁ ଭିଜେଇକି ରଖିଦେଇଥିଲି 2ରୁ 3 ଘଣ୍ଟା ଭଳିଆ। ପ୍ରଥମେ ଆପଣ ଗୋଟେ ଜାଗା ସେଟ୍ କରିବେ, ଯେଉଁଟା ବି ହେଉ, ବାଉଲ୍ ହେଉ, ଗ୍ଲାସ୍ ହେଉ କି କିଛି କପ୍ ହେଉ। ମୁଁ ଏଇଟା ଆପଣଙ୍କୁ ଦେଖାଉଛି, ଏଇଟା ହେଉଛି ଖାଇବା କର୍ପୂର, ଯାହାକୁ କି ଆପଣ ଏମିତି ରଖିପାରିବେ ଗୋଲମରିଚ ସହିତ। ହେଲେ ଆପଣଙ୍କର ଏ କର୍ପୂରଟା ଉଡ଼ିବନି। କମ୍ ସେ କମ୍ ମୋର ଏଇଟା ତ 2ରୁ 2.5 ବର୍ଷ ହେଇଗଲାଣି, ସେମିତି ଅଛି, ତାର କିଛି ବି ହେଇନି। ଆଉ ଏବେ କ'ଣ କରିବା ନା, ମୁଁ ଯେଉଁ ଚାଉଳଟା ରଖିଥିଲି ଭିଜେଇକି, ଏଇ ଗ୍ଲାସ୍ରେ ମାପିକି ମୁଁ ଗୋଟେ ଗ୍ଲାସ୍ ପୁରା ଚାଉଳ ନେଇଛି। ଆଉ ଏବେ ସେଇ ଗ୍ଲାସ୍ରେ ଅଧା ଗ୍ଲାସ୍ ପାଣି ଦେଇଛି ତାକୁ ଖାଲି ବାଟିବା ପାଇଁ। ଆଉ ଏବେ ଯେଉଁ ମସଲାଟା ମୁଁ ରଖିଥିଲି, ତାକୁ ଆପଣଙ୍କ ପାଖରେ ଯଦି ହେମଦସ୍ତା ଅଛି କୁଟିଦେବେ, ନହେଲେ ଗ୍ରାଇଣ୍ଡରରେ ଏମିତି ତାକୁ ଟିକେ ଚଲେଇଦେବେ। ରହିକା ଚଲେଇବେ, ତ ସେଥିପାଇଁ ଏଇଭଳିଆ ଏମିତି ହେବ। ମାନେ ପୁରା ତ ଫାଇନ୍ ହେବନି, ଏତେ ଅଳ୍ପ ଗ୍ରାଇଣ୍ଡରରେ ତ ଏମିତି ଖଦଖଦଡ଼ିଆ ହେଇକି ରହିବ। ତ ଚଳିବ, ଆପଣଙ୍କର ଏଇଭଳିଆ ରହିବ, ଏମିତିଆ ହେବ। ଆଉ ଏବେ କ'ଣ କରିବା ନା, ଆମେ ଯେଉଁ ଚାଉଳଟା ଯେଉଁ ବାଟିକି ରଖିଥିଲେ, ଦେଖନ୍ତୁ ତାର ମାନେ କନସିଷ୍ଟେନ୍ସିଟା ଏମିତି ହିଁ ହେବ। ଏମିତି ପୁରା ଫାଇନ୍ ପେଷ୍ଟ କରିଦେବେ, ପୁରା ଚିକ୍କଣ କରିକି ବାଟିବେ। ଆଉ ତାକୁ ଏମିତି ଯେତେବେଳେ ସ୍ପୁନ୍ରେ ଆପଣ ଦେଖିବେ ନା, ଦେଖନ୍ତୁ ପଛପଟେ ଯଦି ଆପଣ କିଛି ମାର୍କ ଦେଉଛନ୍ତି, ତାହେଲେ ସେଇଟା ଆପଣଙ୍କର ବଢ଼ିଆ ସେ ଜଣାପଡ଼ିବ। ଏମିତି ତ ଜାଣିବେ ଯେ କନସିଷ୍ଟେନ୍ସି ଏତିକି ହିଁ ରହିବ, ଆଠୁ ବେଶୀ ପାଣିଆ କରିବେନି କି ଆଠୁ ବେଶୀ ଗାଢ଼ା କରିବେନି। ଏବେ ଗ୍ୟାସ୍ ଅନ୍ କରିକି ମୁଁ ଗୋଟେ ପ୍ୟାନ୍ ବସେଇଛି, ଆଉ ସେଥିରେ ଯେଉଁ ଗୁଡ଼ ରଖିଥିଲେ ତାକୁ ମୁଁ ଦେଇଛି। ଆଉ ଗୁଡ଼କୁ ମେଲ୍ଟ ହେବା ପାଇଁ ହାଲକା ଟିକେ 1 ସ୍ପୁନ୍ ଭଳିଆ ପାଣି ହିଁ ଦେବେ। ଆଉ ଦେଖନ୍ତୁ ଗୁଡ଼ ଆମର ହାଲକା ହାଲକା ମେଲ୍ଟ ହେଲାଣି। ଏଇ ସମୟରେ କ'ଣ କରିବେ ନା, ଯେଉଁ ଗ୍ରେଟ୍ କରିକି ରଖିଥିଲେ ନଡ଼ିଆ, ତାକୁ ଏଇଠି ପକାଇଦେବେ। ଆଉ ତାକୁ ଏମିତି ଟିକେ ଚଲେଇ ଦେବେ ଟିକେ ସମୟ। ଆଉ ଯେତେବେଳେ ସେଥିରୁ ଟିକେ ପାଣି ପାଣି ବାହାରିବ, ଆଉ ମାନେ ଜାଣିବେ ଯେ ଗୁଡ଼ ଆମର ମେଲ୍ଟ ନଡ଼ିଆ ଆଉ ଗୁଡ଼ ମିଶିଗଲାଣି। ତାପରେ ଆପଣ ଯାଇକି ମସଲାଟା ଦେବେ, ଆଉ 1 ଚାମଚ ଗୁଆ ଘିଅ ଦେବେ। ମନେ ରଖନ୍ତୁ, ଯେତେବେଳେ ବି ମୁଁ ଆପଣଙ୍କୁ ଆଗ ଭିଡ଼ିଓରେ ମଧ୍ୟ କହିଥିଲି, ନଡ଼ିଆ ଆଉ ଗୁଡ଼ ଯେତେବେଳେ କରୁଛନ୍ତି ନା, ସେତେବେଳେ ପକ୍କା ଆପଣ ଘିଅ ଦେବେ। ଏବେ କ'ଣ କରିବା ନା, ଗୋଟେ କଡ଼େଇ ନେଇକି ମୁଁ ନେଇଛି 1.5 ଗ୍ଲାସ୍ ପାଣି। ମାନେ ଏଇ ଗ୍ଲାସ୍ରେ ମୁଁ 1 ଗ୍ଲାସ୍ ନେଇଥିଲି ଅରୁଆ ଚାଉଳ, ଆଉ ବାଟିବା ପାଇଁ ଅଧା ଗ୍ଲାସ୍, ଆଉ ଏଇଠି 1.5 ଗ୍ଲାସ୍। ମାନେ 1 ଗ୍ଲାସ୍ ଚାଉଳରେ 2 ଗ୍ଲାସ୍ ପାଣି। ସେଥିରେ ହାଲକା ଟିକେ ଲୁଣ, ଚିନି ଆଉ ଗୁଆ ଘିଅ ପକାଇକି ଏମିତି ପାଣି ଯେତେବେଳେ ଫୁଟି ଆସିବ, ଆପଣ ସେଇ ସମୟରେ ବାଟିକି ରଖିଥିବା ଚାଉଳକୁ ଏଇଠି ପକାଇବେ। ଆଉ କଣ୍ଟିନ୍ୟୁଅସଲି ହାତ ଚଲେଇବେ। ଟିକେ ଧୈର୍ଯ୍ୟର ସହିତ ଆପଣ କରିବେ, ନହେଲେ ମାନେ ଲମ୍ସ ପଡ଼ିଯିବ, ତ ଭଲ ହେବନି ଆପଣଙ୍କର ପିଠାଟା। ତ ଏମିତି କଣ୍ଟିନ୍ୟୁଅସଲି ଚଲେଇବେ, ଦେଖିବେ ଟିକେ ସମୟ ପରେ ଏମିତି ଏଇଟା ଗାଢ଼ା ହେଇ ଆସିବ। ତଥାପି ଆପଣ ଜମା ରହିବେନି, ଆଉ ପରେ ଆପଣଙ୍କର ଏଇ ଷ୍ଟେଜ୍କୁ ଆସିବ। ଏବେ ତାକୁ କାଢ଼ିଦେବା ଗ୍ୟାସ୍ରୁ, ଆଉ ଗୋଟେ ପ୍ଲେଟ୍ ନେଇଯିବା। ପ୍ଲେଟ୍ରେ ଟିକିଏ ଘିଅ ହାତ ଏମିତି ଲଗାଇଦେବା। ଆଉ ତାପରେ ଆପଣଙ୍କର ଯେଉଁ ଜନ୍ତୁଣୀଟା ହେଇଛି, ସେଇଟାକୁ ଏଇଠିକି ଟ୍ରାନ୍ସଫର୍ କରିଦେବା। ଦେଖନ୍ତୁ ଏମିତି ହିଁ ଆପଣ ସେ ପ୍ଲେଟ୍କୁ ଟ୍ରାନ୍ସଫର୍ କରିଦେବେ। ଏବେ ତ ବହୁତ ଗରମ ଅଛି, ଆଉ ଗରମରେ ନା ମୋ ହାତ ବି ସମ୍ଭାଳୁ ନଥିଲା, ଫିର୍ ବି ମୁଁ ଅଳ୍ପ ଅଳ୍ପ କରିକି କରୁଥିଲି। ଦେଖନ୍ତୁ ଏମିତି। ଆଉ ଆପଣଙ୍କର ଯେଉଁ ସାଇଜ୍ ଦରକାର ସେଇ ହିସାବରେ ଅଳ୍ପ ଟିକେ ଟିକେ ହାତରେ ନେବେ, ଏମିତି ତାକୁ ରାଉଣ୍ଡ ସେପ୍ର କରିଦେବେ। ମାନେ ମଝି ପୋର୍ସନ୍ଟା ଟିକେ ମୋଟା ରଖିବେ, ଆଉ ସାଇଡ଼୍ ଗୁଡ଼ାକୁ ଟିକେ ପତଳା ନେବେ। ଓ ନଡ଼ିଆ ପୁର ଦେଇକି ଆପଣ 4 ସାଇଡ଼୍ରୁ ତାକୁ ସିଲ୍ କରିଦେବେ। ଏମିତି ଦେଖନ୍ତୁ, ଏମିତି ଅଧିକ ନେଇ ଆସିବେ। ଏକ୍ସଟ୍ରା ଯେଉଁ ଆପଣଙ୍କର ଜନ୍ତୁଣିଟା ଥିବ ତାକୁ ବାହାର କରିଦେବେ। ଆଉ ଏମିତି ପାଣି ହାତ ଲଗେଇ ତାକୁ ଏମିତି ରାଉଣ୍ଡ ସେପ୍ର ନେଇ ଆସିବେ। ଯଦି କେଉଁଠି ଲାଗୁଛି ଆପଣଙ୍କର ବାହାରି ଯାଇଛି କିମ୍ବା ପୁରା ଦେଖାଯାଉଛି, ତାକୁ ଏମିତି ଟିକେ
माने एडजस्ट करी एमती करी ताकू बनइबे पूरा परफेक्ट बनिबो किछि भी असुविधा हेबनी जदि आपण फर्स्ट टाइम मध्य करूथांती ताहेले मध्य आपणकर बनिबो किछि एथिरे नाही खाली नेबे जेतिकी चाउଳ नेबे तार डबल पानी नेबे बस एतिकी देखंतु मोर एडी पिठा सब बनिगला एबे मु कौन करिछि ना मु ताकू इडली स्टैंड रे बनैबी तो सेति पई जो छांचर जो खोप गुडा ताकू ना टिके घियो रे मु ग्रीस कर देछि आ एबे जो मंडा पिठा गुडा मैं जंती की रखिछे ताकू एठी रखि दबा सेपटे पानी ऑलरेडी फुटी आसिलानी एबे ताकू पानी रे रखि देगी कवर दे दबा 15 रु 20 मिनिट देखंतु 20 मिनिट पर से ऑलरेडी बहुत बढ़िया से सिझी जाइछि पूरा पतपत होछि आउ जेबे भी गोटे जिनस जेबे भी मंडा पिठा करेंगे ना केबे भी तार माने जंतुनीर जो उपरटा ना सेटा केबे माने मोटा रखिबेनी जिते पतला रखिबे सेते बढ़िया हम आपणकर देखंतु जेहेतु मु घिया देइथिली सेति पूरा आराम से छाड़ी गला किछि लागेनी आ पूरा कळिया पतपत देखंतु मु आपन देखौछि देखंतु को भले से सॉफ्ट हेइछि बहुत ही बढ़िया हेइछि ओ आपण मध्य एई भाग मापरे करंतु आपणकर भी एमती पूरा कळिया हबो आउ छुआ मैंने हुंतु वयस्क लोक हुंतु आ घरे जी भी रुहतु समस्ते मध्य खाई परिबे आराम से खाइबे आउ जेहेतु मांकर अति प्रिय तो आपण मध्य भोगरे दियंतु देखा हबो नेक्स्ट वीडियो रे रहुछि नमस्कार जय जगन्नाथ।